पुरी रे एबे असह्य गरम अनुभूत ହେଉଛି लोके केमिकाल युक्त पानीय पिଇବା ପାଇଁ ଭିଡ଼ ଜମୁଛି କିନ୍ତୁ ପର୍ଯ୍ୟଟକ ବିଦେଶୀଙ୍କ ପସନ୍ଦ ତାଳସଜ ସହରରେ ଏବେ ତାଳସଜ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି। ପଇଡ଼ ପାଣି ପରି ତାଳସଜର ପାଣି ମଧ୍ୟ ପେଟ ପାଇଁ ଉପକାର କରିଥାଏ। ତାଳ ପାଣି ସହ ତାର କୋଲା ଖାଇଲେ ଜଳଖିଆ ଖାଇବାକୁ ପଡ଼ିନଥାଏ। ତାଳର ଅନେକ ଔଷଧୀୟ ଗୁଣ ରହିଛି। ତାଳ ପେଟ ଗରମ ଓ ଅଂଶୁଘାତରୁ ରକ୍ଷା କରିଥାଏ। ଅସହ୍ୟ ଖରା ଓ ଗ୍ରୀଷ୍ମ ତାତିରେ ସିଝୁଛି ଶ୍ରୀକ୍ଷେତ୍ର। ପୁରୀ ସହରର ବିଭିନ୍ନ ସ୍ଥାନରେ ଏବେ ତାଳ ସଜର ପସରା ଦେଖିବାକୁ ମିଳୁଛି। ତାଳ ବହୁତ ବଢ଼ିଆ ଜିନିଷ, ଖରା ଦିନକୁ ବହୁତ ବଢ଼ିଆ ଜିନିଷ ଏଇଟା। ମୁଁ ବହୁତ ଦିନ ପରେ ତାଳ ଦେଖିଲି ପୁରୀରେ, କିନ୍ତୁ କେବେ ମିଳୁନାହିଁ। ଗାଁ ମାନଙ୍କରେ ତାଳ ମିଳେ। ମୋତେ ବହୁତ ଖୁସି ଲାଗିଲା ଆଜି ତାଳ ଖାଇକି। ଏଇଟା ଥଣ୍ଡା ବି ଲାଗେ, ଖରା ଦିନେ ବି ଥଣ୍ଡା, ପେଟ ଥଣ୍ଡା। ଖରା ଦିନ ପାଇଁ ତାଳ ପୁରା ପରଫେକ୍ଟ। ପେଟ ବି ଥଣ୍ଡା ରଖେ। ତାଳର କୋଲା ଛଡ଼ାଇବା ଶୈଳୀ ଦେଖିବାକୁ ଭାରି ମଜା ଲାଗିଥାଏ। ତାଳର ଉପର ଓ ତଳ ଅଂଶ ସମାନ ଭାବରେ କାଟିବା ପରେ ନଡ଼ିଆ ଛଡ଼ାଇବା ପରେ ମଝିରୁ କାଟି ଅତି ଯତ୍ନର ସହ ଗୋଟା କୋଲା ବାହାର କରିଥାନ୍ତି। ଗୋଟିଏ ତାଳରୁ 3ଟି କୋଲା ବାହାରିଥାଏ। ପୁରୀ ସହରର ବଡ଼ଶଙ୍ଖ, ନରସିଂହ ମନ୍ଦିର ଛକ, ମାଟିଆପଡ଼ା, ରେଲଫାଟକ ଛକ, ଷ୍ଟେସନ ଛକ, ସଂସ୍କୃତି ଭବନ ଛକ, ମେଡିକାଲ ଛକ, ମାର୍କେଟ ଛକ, ମଙ୍ଗଳାଘାଟ ଓ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର କରିଡର ରାସ୍ତାର ବିଭିନ୍ନ ସ୍ଥାନରେ ତାଳ ସଜ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। କନ୍ଦା ତାଳ, ନାଲି ତାଳ ଓ ପାକଳ ତାଳ ଲୋକଙ୍କ ପସନ୍ଦ ଅନୁସାରେ ଦିଆଯାଉଛି। 3ଟି ତାଳ କୋଲାକୁ 20 ଟଙ୍କା ହିସାବରେ ବିକ୍ରି ହେଉଛି। ପର୍ଯ୍ୟଟକ, ତୀର୍ଥଯାତ୍ରୀ ଓ ବିଦେଶୀ ପର୍ଯ୍ୟଟକମାନେ ଏହି ତାଳ ଖାଇ ଓ ଭାରି ଟେଷ୍ଟି ଆଣ୍ଡ ସୁଇଟ୍ ବୋଲି କହୁଛନ୍ତି। ଦାମଦରରୁ ଆଜ୍ଞା ତାଳ ସକାଳୁ କେତେବେଳେ ଆଣୁଛନ୍ତି? ଆଜ୍ଞା 9ଟା 8ଟା 9ଟା ହେଇଯାଉଛି ଆଜ୍ଞା ସବୁ। ଏଠି ବୋହିକି ଆଣିକି ଆଜ୍ଞା ଆଜ୍ଞା ତାଳ ବର୍ତ୍ତମାନ ଲୋକମାନେ ବି ନେଉଛନ୍ତି ଆଗ୍ରହ। ଆଜ୍ଞା ଆଜ୍ଞା ଏଇ ଖରା ଦିନ ଖରା ଦିନ ଆଜ୍ଞା ତାଳ ଟିକେ ଲୋକଙ୍କୁ ଟିକେ ପ୍ରିୟ, ଥଣ୍ଡା ଜିନିଷ ଟିକେ ଆଜ୍ଞା ଲୋକ ଖାଇବାକୁ ଟିକେ ଭଲ ଲାଗେ। ଭୋଗ ଲାଗେ ବି ଭୋଗ ଲାଗରେ ବି ସାବିତ୍ରୀ ଭୋଗ ଲାଗରେ ବି ଲାଗେ। ଆଉ ଏମିତି ସବୁ ଆଉ ସବୁଦିନ ତାଳ ଆଣୁଛନ୍ତି। ସବୁଦିନ ଆସେ। ଏଇ ଖରା ଦିନେ ତାଳ ଆଣୁଛନ୍ତି। ଆଜ୍ଞା ଆଜ୍ଞା ଖରା ଦିନ ଶାସନ ଦାମୋଦରକୁ ଆସୁଛନ୍ତି। ଆଜ୍ଞା ଆପଣ ଏକୁଟିଆ ଆସୁଛନ୍ତି, ଆଉ କିଏ ଆସୁଛନ୍ତି? ଏକୁଟିଆ ମୁଁ ଆସୁଛି, ଏକୁଟିଆ ଆସୁଛି। ଆଉ କେତେ ଲୋକ ବି ଆଉଛନ୍ତି, ପଡ଼ିଲେଣି ବେପାର ହାରିକି ପଡ଼ିଲେଣି ବି। କେତେ ଟଙ୍କା ଲେଖା ବିକୁଛି ତାଳ ଗୋଟା? 20 ଟଙ୍କା ଗୋଟେ ତାଳ କେତେଟା କୋଲା ବାହାରୁଛି? 3 କୋଲା ଆଜ୍ଞା ଆଜ୍ଞା 20 ଲେଖା ବିକୁଛି। ଆଜ୍ଞା। ସହର ସମେତ ତାଳ ବଣିଆରେ ତାଳ ଗଛ ବିଲୁପ୍ତ ହୋଇଥିବା ବେଳେ ଗାଁ ଗହଳିରୁ ତାଳ ଆଣି ସହରରେ ବିକ୍ରି କରାଯାଉଛି। ବାହାର ଚନ୍ଦନ ଯାତ୍ରା ସମୟରେ ସିଂହଦ୍ୱାରରୁ ମଣି ବିମାନରେ ଠାକୁର ନରେନ୍ଦ୍ର ଶ୍ରେଣୀକୁ ଯିବା ସମୟରେ ବିଭିନ୍ନ ସ୍ଥାନରେ ହେଉଥିବା ପନ୍ତି ଭୋଗରେ ତାଳ ସଜ ଭୋଗ କରାଯାଇଥାଏ। ସାବିତ୍ରୀ ବ୍ରତ ପାଇଁ ଏହି ତାଳ ସଜ ଘରେ ଘରେ ପୂଜା ପାଇଁ ଆବଶ୍ୟକ ହୋଇଥାଏ। ତାଳ ବୁଢ଼ା ହୋଇଗଲେ ଗଛରେ ପାଚି ତଳକୁ ଝଡ଼ିଯାଏ। ପାଚିଲା ତାଳ ରସରେ ପୋଡ଼ ପିଠା ତିଆରି ହୁଏ। ପାଚିଲା ତାଳ ମାଟିରେ ପୋତିଲେ ତାଳ ଗଜା ହୋଇଥାଏ। ସେହି ଗଜାକୁ କାଟି ଖାଇବା ପାଇଁ ପିଲାମାନଙ୍କର ଆନନ୍ଦ ବଢ଼ିଥାଏ। ବର୍ଷକୁ ଥରେ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ତାଳସଜ ପସରା ଦେଖିବାକୁ ମିଳିଥାଏ। ପୁରୀରୁ କ୍ୟାମେରାମ୍ୟାନ୍ ଦିବ୍ୟରଞ୍ଜନ ବିଷୋୟୀଙ୍କ ସହ ସୁଧାଂଶୁ କରନ୍ତି ରିପୋର୍ଟ।